ସାଙ୍ଗମାନେ ନବରଙ୍ଗପୁରର ବିଗେଷ୍ଟ ଇଭେଣ୍ଟ ମଣ୍ଡେଇ ଦେଖିବା ପାଇଁ ରେଡି ତ? ହ୍ୟାଲୋ ଗାଇଜ୍, ଆଜି ଥିଲା ମଣ୍ଡେଇର ପ୍ରଥମ ଦିନ। ସେଟା ପାଇଁ ଭିଡ଼ ଥିଲା ବହୁତ କମ୍। ମୁଁ ଆଉ ପାଠକ ଜି ପଳେଇ ଆସିଲୁ ଦେଖିବା ପାଇଁ ପଲ୍ଲିଶ୍ରୀ ମେଳା। ସେତିକି ଭିତରେ ଆଦି ଭାଇଠୁ ଆରମ୍ଭ କରିକି ଅଂଶୁମାନ ପର୍ଯ୍ୟନ୍ତ ସବୁ ଦେଖା ହେଇଯାଇଥିଲେ। ତାପରେ ଆମମାନେ ପଳେଇ ଆସିଲୁ ଟିକେ ମକଟେଲ ଟ୍ରାଏ କରିବା ପାଇଁ। ଟି ହବ୍ ଯୋଉମାନେ ଯାଇଛ ନା ଭାଇକୁ ଭଲସେ ଜାଣିଥିବ। ତ ଖାଲି ମକଟେଲ ନାହିଁ, ପଛଆଡ଼େ ମିଳିଯାଉଛି ଚିକେନ ବିରିୟାନୀ। ସେଟା ବି ମାତ୍ର 150 ଟଙ୍କାରେ। ତ ଚିକେନ ବିରିୟାନୀ ଖାଅ, ମକଟେଲ ପିଅ। ତ ପିଇ ସାରିବା ପରେ ଆମେ ମାନେ ବାହାରି ପଡ଼ିଥିଲୁ ପେଟ ପୂଜା ଅନୁସନ୍ଧାନରେ। ତ ଫାଷ୍ଟ ଆମେ ମଗେଇ ଦେଇଥିଲୁ ଗୋଟେ ଚାଟ୍, ଆଉ ଚାଟ୍ର ଟେଷ୍ଟ ଥିଲା ଏକ ନମ୍ବର। ତାପରେ ଭାଇନା ଗୋଟେ ଠୁଙ୍କା ପୁରୀକୁ ଆକାଶରେ ଉଡ଼େଇ ଦେଲା, ଆଉ 5 ମିନିଟ୍ ପରେ ଆମର ହାତରେ ଆସିକି ଥୁଆ। ଆଉ ଆର ଟେଷ୍ଟ କଥା କହିବି ବୋଲେ ଭାଇ ବିଲକୁଲ ବି ଭଲ ନଥିଲା। ଲାଷ୍ଟକୁ ଆମେ ମଗେଇ ଦେଇଥିଲୁ ଗୋଟେ ମଞ୍ଚୁରିଆନ, ଆଉ ଯାହାର ଟେଷ୍ଟ ଥିଲା ଏଭରେଜ। ତାପରେ ଅଂଶୁମାନ ପରଫ୍ୟୁମ ଲଗେଇକି ପୁରା ରେଡି ହେଇଯାଇଥିଲା ବୁଲବାକୁ। ଆଉ ଟିକେ ବୁଲୁ ଦେଖା ଯାଇଥିଲା ଆଉ ଗୋଟେ ବ୍ଲଗର ଭାଇନା। ଯିଏ ଜାଣିଛ କମେଣ୍ଟ କରିଦିଅ। ମମି ପାଇଁ ମଥୁରା କେକ୍ ଆଉ ଛେନାପୋଡ଼ ଧରିକି ଗଲାବେଳେ ଆଉ ଗୋଟେ ଜିନିଷ ନେଇଥିଲି ମମି ପାଇଁ, ଯୋଉଟା ଥିଲା ହଉଛି 5 କିଲୋ ଅଟା। କାହିଁକି ନା ଡିଏସ୍ ଫୁଡ୍ ହଉଛି ଆମ ନବରଙ୍ଗପୁରର ନିଜର ବ୍ରାଣ୍ଡ, ଯାହିଁରେ କି କେମିକାଲ ଜିନିଷ ବିଲକୁଲ ବି ୟୁଜ୍ ହେଇନି। 100% ନ୍ୟାଚୁରାଲ ଇନଗ୍ରିଡିଏଣ୍ଟସରେ ତିଆରି। ତ ଭିଡ଼ିଓଟା ଭଲ ଲାଗିଲା ଲାଇକ୍ କରିଦିଅ। ରହିଲି ଜୟ ଜଗନ୍ନାଥ।